ପିଲାମାନେ ମୋ କଥା ଶୁଭୁଛି? ଆଜ୍ଞା ହଁ ସାର୍ ସାର୍ ଶୁଭୁଛି। ଶୁଭୁଛି। ଠିକ ଅଛି, ତମେ ପିପିଟି ଟା ଦେଖି ପାରୁଥିବ। ମୁଁ ଆଜି ଯୋଉଟା ଆଉ କିଛି ଇମ୍ପୋର୍ଟାଣ୍ଟ ଅଛି ତାକୁ ଆଲୋଚନା ଭିତରକୁ ଆଣୁଛି। ଗୋଟେ ସମୟରେ ଟିକେ ଠିକ ଠାକ ଶୀଘ୍ର ଶୀଘ୍ର ଜଏନ୍ କରିଯାଅ ହେଲା। ଠିକ ଅଛି, ମୋ କଥା ଶୁଭା ଯାଉଛି ତ ନା ଶୁଭା ଯାଉନି? ଶୁଭା ଯାଉଛି ସାର୍। ଆଜି ଆମେ ଯୋଉଟା ଆମର ପ୍ରଥମ ବିଷୟ ହଉଛି ଯୋଉ ଚର୍ଯା ଗୀତିକାର ରଚୟିତା ଏବଂ ତାର 84 ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ତାଙ୍କର ଯୋଉ ଚର୍ଯା ଗୀତିକା ରହିଛି ତାକୁ ଟିକେ ମୁଁ ତମକୁ ସେଟା କହିଦେବି। ସେଇଟା ମୁଁ କହିନଥିଲି। ଆଉ ଆଉ କିଛି ଇମ୍ପୋର୍ଟାଣ୍ଟ କଥା ମୁଁ କହିବି। ତାଙ୍କର କେତୋଟି ଚର୍ଯା, ଏଇ ଚର୍ଯା ଗୀତିକା କାର ମାନଙ୍କ ବିଷୟରେ ଆମେ ଜାଣିଛୁ ଯେ ନେପାଳ ରାଜଦରବାରରୁ ଯୋଉ ବା ନେପାଳ ରାଜଦରବାର ସ୍ଥିତ ଯୋଉ ଗ୍ରନ୍ଥାଗାର ବା ଯୋଉ ଲାଇବ୍ରେରୀ ଥିଲା, ସେଇ ପୋଥିଶାଳାରୁ ହରପ୍ରସାଦ ଶାସ୍ତ୍ରୀ 1900 କେତେ ମସିହା 7 ମସିହା ନାଇଁ ରେ ପୋଥି ଆବିଷ୍କାର କରିଥିଲେ। କେତୋଟି ସେ ସମୟରେ ଆବିଷ୍କାର କରିଥିଲେ ନା 50 ଗୋଟି। ଠିକ ଅଛି, କେତୋଟି? 50ଟି। ଠିକ ଅଛି, ହ୍ୟାଲୋ। ହଁ ସାର୍। ଠିକ ଅଛି, 50 ଗୋଟି ପୋଥି ସେ ଆବିଷ୍କାର କରିଥିଲେ ଏବଂ ସେ 50 ଯୋଉ 50 ଗୋଟି ପୋଥି ସେ ଆବିଷ୍କାର କରିଥିଲେ, ତା ଭିତରୁ କିଛି ତ ଗୋଟେ ଦିଟା ନଷ୍ଟ ହେଇଯାଇଥିଲା ଏବଂ ସେ କହୁଛନ୍ତି ଏଇ 50 ଗୋଟି ପୋଥିକୁ କେତେ ଜଣ ସିଦ୍ଧାଚାର୍ଯ୍ୟ ନା 23 ଜଣ ହେଲା। 84 ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ କୁହାଯାଏ, କିନ୍ତୁ 23 ଜଣ ମୁଖ୍ୟତଃ ଏମାନେ ସିଦ୍ଧ ସାଧକ ଏବଂ କବି ଥିଲେ ହେଲା। ତେଣୁକରି ଏ 23 ଜଣ ସିଦ୍ଧ ସାଧକଙ୍କର ସମୁଦାୟ 50 ଗୋଟି ଲିଖିତ ଆମେ ଚର୍ଯା ଗୀତିକା ବା ଆମେ ଯାହାକୁ କହୁଛୁ ବୌଦ୍ଧ ଗାନ ଓ ଦୋହା ଦେଖିବାକୁ ପାଇବା। ତାଙ୍କ ଭିତରୁ ସର୍ବାଧିକ କିଏ ଥିଲେ ନା କାହ୍ନୁପା। କେତୋଟି ଚର୍ଯା? 13ଟି ଚର୍ଯା। ତାଙ୍କର ପରବର୍ତ୍ତୀ ସମୟରେ କିଏ ଯଦି ଆମେ ସଂଖ୍ୟା ଦୃଷ୍ଟିରୁ ଦେଖିବା
ତାହେଲେ ଭୁସୁକୁ ପାଦ ଠିକ ଅଛି। ସେ ସର୍ବମୋଟ କେତୋଟି ନା 8ଟି ଚର୍ଯା ଗୀତିକା ରଚନା କରିଥିଲେ। ତାପରେ ଅନ୍ୟାନ୍ୟ ମାନେ କିଛି କିଛି କିଏ 2ଟି କିଏ 4ଟି ଏମିତି 2ଟି ବିଶେଷ ଭାବରେ ଗୋଟିଏ ଏମିତି ଚର୍ଯା ଗୀତିକା ଲେଖିଛନ୍ତି ହେଲା। ମୁଁ ସେଇମାନଙ୍କ ବିଷୟରେ କହେ, ଏଟା ସ୍କ୍ରିନରେ ମଧ୍ୟ ଦେଖିପାରୁଥିବ। ଇଏ ହେଉଛି ଚର୍ଯା ଗୀତିକା କାର ମାନଙ୍କର ନାମ ଏବଂ ତାଙ୍କର ଚର୍ଯା କ୍ରମାଙ୍କ। ସ୍କ୍ରିନରେ ଅଧା ଦେଖାଯାଉନି କି? ଦେଖାଯାଉଛି ସାର୍। ଠିକ ଅଛି, ମୁଁ ପଢିକି ତାକୁ କହିଦଉଛି। ଯେମିତି ତମର ସରହ ପାଦ ତାଙ୍କର ହଉଛି ଚର୍ଯା ନମ୍ବର 22, 32, 38 ଏବଂ 39। ତାପରେ ହଉଛନ୍ତି ସବରୀ ପାଦ, ତାଙ୍କର ଚର୍ଯା ହଉଛି 28 ଏବଂ 50। ତାପରେ ଆମର ହଉଛନ୍ତି ଯିଏ ସର୍ବାଧିକ ଲେଖିଛନ୍ତି କାହ୍ନୁ ପାଦ, ତାଙ୍କର 13ଟି ଚର୍ଯା ଗୀତିକା ସବୁଦାୟ। ସେ ଭିତରୁ ହଉଛି 7 ନମ୍ବର, 9 ନମ୍ବର, 10 ନମ୍ବର, 11 ନମ୍ବର, 12 ନମ୍ବର, 13 ନମ୍ବର, 18 ନମ୍ବର, 19 ନମ୍ବର। ତାପରେ ତାଙ୍କର ହଉଛି 24, 36, 40, 42, 45 ଏତିକି ଚର୍ଯା ଗୀତିକା ସେ ଲେଖିଛନ୍ତି। ତାପରେ ଯେ ଦ୍ୱିତୀୟ ବୃହତ୍ ଚର୍ଯା ଗୀତିକାକାର ଭୁସୁକୁ ପାଦ, ତାଙ୍କର ହଉଛି 6, 21, 23, ତାପରେ 27, 30, 41, 43, ତାପରେ 49 ଠିକ ଅଛି। ତାପରେ ଶାନ୍ତି ପାଦ, ଶାନ୍ତି ପାଦଙ୍କର 15 ନମ୍ବର ଏବଂ 26 ନମ୍ବର ଚର୍ଯା। ଶାନ୍ତି ପାଦ ପରେ କୁକୁରୀ ପାଦ, କୁକୁରୀ ପାଦଙ୍କର ହଉଛି 2, 20 ଏବଂ 48। ତାପରେ ହଉଛି କଣ୍ଡୁରୀ ପାଦ, ୟାଙ୍କର ଗୋଟିଏ ଚର୍ଯା, ତାହାର ସଂଖ୍ୟା ହଉଛି 4। କେତେ ନା 4। ତାପରେ ଆର୍ଯ୍ୟ ପାଦ, ଆର୍ଯ୍ୟ ପାଦଙ୍କର ହଉଛି ଗୋଟିଏ, ତାଙ୍କର ସଂଖ୍ୟା ହଉଛି 31। ତାଙ୍କର ହଉଛି ବୀଣା ପାଦ, ତାପରେ ହଉଛନ୍ତି ବୀଣା ପାଦ, ୟାଙ୍କର ହଉଛି କେତେ ନା 17, ଚର୍ଯା ନମ୍ବର 17। ତାପରେ ହଉଛି ଦାରିକ ପାଦ, ଦାରିକ ପାଦଙ୍କର ହଉଛି 34। ତାପରେ ହଉଛି ଡମ୍ବି ପାଦ, ଡମ୍ବି ପାଦଙ୍କର 14। ତାପରେ ହଉଛି ମହିଧର ପାଦ, ତାଙ୍କର ହଉଛି 16। ତାପରେ ହଉଛି କଙ୍କଣ ପାଦ, ତାଙ୍କର ଚର୍ଯା ସଂଖ୍ୟା ହଉଛି 44। ତାପରେ ହଉଛି କମ୍ବଳ ପାଦ, କମ୍ବଳ ପାଦଙ୍କର ଚର୍ଯା ସଂଖ୍ୟା 8। ତାପରେ ହଉଛି ଜୟ ନନ୍ଦୀ ପାଦ, ତାଙ୍କର ଚର୍ଯା ସଂଖ୍ୟା ହଉଛି 46। ତାପରେ ହଉଛି ତାଡକ ପାଦ, ତାଙ୍କର ଚର୍ଯା ସଂଖ୍ୟା ହଉଛି 37, 37। ତାପରେ ହଉଛି ତାନ୍ତି ପାଦ, ତାଙ୍କର ହଉଛି 25 ନମ୍ବର ଚର୍ଯା। ତାପରେ ହଉଛି ଭାଦେ ପାଦ, ତାଙ୍କର
35 नंबर चर्या तापरे हौची बिरुबा पाद तांकर चर्या संख्या हौची 47 47 तापरे होचंती चाटिल्य पाद तांकर चर्या संख्या हौची 3 तापरे हमर जो 23 नंबर होचंती जेंटण पाद ସାର୍ ଏଠି ଚାଟିଲ ଆମର ପିପିଟିରେ ଲେଖା ହେଇଛି କଣ 5 ବିରୁବାପାଙ୍କର ବି 3 ଲେଖା ହେଇଛି। टिके मिस्टेक अछि सेठी ଆଜ୍ଞା बिरुपा कहलो केते ठीक अछि बिरुपा ठीक 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 अछि मु ठीक अछि 3 ठीक अछि पीपीटी रे भी ठीक अछि चाटिलो पाद केते मु कहली कि 5 ठीक अछि हैला पीपीटी ठीक अछि चाटिलो पाद केते देइछि केते करछ 5 ओके बिरुपा जोटा बिरुपा पाद तांकर होछि 3 नै ଆଜ୍ଞା ସାର୍। हम्म 40 47 टा हाँ मु गोटे छाड़ी देइछि एइटा हेजिबो 47 कोटा कहलो धीम पाद मु गोटे छाड़ी देइछि धीम पाद हबो 47 तापरे बिरुपा पाद हेबे 3 ठीक अछि चाटिल्य पाद हेबे 5 एटा पिला माने अण करिवो हैला एटा टिके पीपीटी रे मिस्टेक अछि जेंटण पा अण अण बुझी होउची जेंटण पा ଆଜ୍ଞା ସାର୍। जेंटण पाद ठीक अछि एंकर होउची केते 33 एटा सब अण हबो हैना आउ सब ठीक ठाक लिखिछ तो ଆଜ୍ଞା ସାର୍। पीपीटी रे अन्य टाइप लागु टिके मिस्टेक हे जाउ हो तापरे आमे देखिबा स्क्रीन रे चेंज होउछ कि नै एबे पीपीटी मु स्लाइड चेंज कली नहीं सर चेंज ହେଇଛି ହେଇନି। ଚେଞ୍ଜ ହେଇଛି। अच्छा टिके टाइम नेट स्लो ओके स्लाइड चेंज हला होउनी ना नहीं नहीं ସାର୍ ହେଇଥିଲା ପୁଣି ଚେଞ୍ଜ ହେଇଗଲା। ଆସିଗଲା।
एबे चेंज हाँ एबे ही गला। अच्छा ठीक अछि ए जो पा शब्द व्यवहार करछु मु तुमको कहूतिली जे बौद्ध सहजिया कहले आमे आंतरिक सहजिया सिद्धाचार्य माननकु बुझिबा एମାନଙ୍କ परंपरारे पा शब्द ତାଙ୍କ ନାଁର ପଛରେ ବ୍ୟବହାର କରାଯାଉଥିଲା ଯେମିତି ତମାନେ ଦେଖିଥିବ ଯେ ସବୁ ବୈଷ୍ଣବ ମାନଙ୍କର ଅ, ନା ବା ସାଜ୍ଞା ଥିଲା କଣ ଦାସ ଥିଲା ଆମେ ପଞ୍ଚସଖା ସାହିତ୍ୟରେ ସେଇ ପରମ୍ପରା ଲକ୍ଷ୍ୟ କରିଛେ ଦାସ ଥିଲା ତାହେଲେ ଦାସ କଣ ନା ତାଙ୍କର ଯେକୌଣସି ଜାତିର ବ୍ୟକ୍ତି ହଉନା କାହିଁକି ସେମାନେ ଦାସ ସାଜ୍ଞାକୁ ବ୍ୟବହାର କରୁଥିଲେ କିନ୍ତୁ ଏଇ ପରମ୍ପରା ଚର୍ଯା ଗୀତିକାରୁ ଆସିଥିବା କଥା କୁହାଯାଉଛି କୋଉ ପରମ୍ପରା ଯେମିତି ଆମର ନାଥ ଗୋଟେ ପରମ୍ପରା ରହିଛି ନାଥ ସାହିତ୍ୟରେ ନାଇଁ ସେ ମତ୍ସ୍ୟେନ୍ଦ୍ର ନାଥ ହୁଅନ୍ତୁ ଗୋରେଖ ନାଥ ହୁଅନ୍ତୁ ମୀନ ନାଥ ହୁଅନ୍ତୁ ଏଇ ଯୋଉ ନାଥ ଶେଷ ଏଇ ଯୋଉ ସାଜ୍ଞା ବା ଆମେ ଯାହାକୁ ବର୍ତ୍ତମାନ ଟାଇଟିଲ କହୁଛୁ ଏଇ ନା ବା ସାଜ୍ଞା ପରମ୍ପରାଟା ଆମେ ନାଥରୁ ନୁହେଁ ଏଟା ବିଶେଷ ଭାବରେ ଚର୍ଯାରୁ ଆସିଛି କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଅପଭ୍ରଂଶ ରୂପ ଧରିଛି ଯେ ଚର୍ଯାରେ କଣ ବୁଝା ଯାଉଥିଲା ପା ବା ପାଦ ଶବ୍ଦ କୁ ବିଶେଷ ଭାବରେ ବୌଦ୍ଧ ପରମ୍ପରା ବା ବୌଦ୍ଧ ତାନ୍ତ୍ରିକ ପରମ୍ପରାରେ ଏକ ସମ୍ମାନଜନକ ଶବ୍ଦ ଏଇ ପା ଶବ୍ଦ ଯେମିତି ଲୁଇପା ଶବରୀପା କାହ୍ନୁପା ସରହପା ଏମିତି ରହିଛନ୍ତି ସେ ପା ର ପଶ୍ଚାତ ପଟରେ ଆମେ ଏମିତି ଧରିପାରିବା ଯେମିତି ମହାମାନ୍ୟ ଶବରପା ଶବର ମହାମାନ୍ୟ କାହ୍ନୁ ମହାମାନ୍ୟ ଲୁଇ ଏମିତି ତାହେଲେ ଏହା ଏକ ସ୍ପା ବା ପାଦ ଶବ୍ଦ ହଉଛି ଏକ ସମ୍ମାନ ସୂଚକ ବା ଅତି ସମ୍ମାନ ସୂଚକ ଏକ ଶବ୍ଦ ବୌଦ୍ଧ ପରମ୍ପରାରେ କିନ୍ତୁ ପରବର୍ତ୍ତୀ ଯେତେବେଳେ ଆମେ ନାଥ ପରମ୍ପରା ଆଡ଼କୁ ଆସୁଛେ ବା ପଞ୍ଚସଖା ପରମ୍ପରା ଆଡ଼କୁ ଆସୁଛେ ତାହା ସାଜ୍ଞାରେ ପରିବର୍ତ୍ତନ ହେଇଯାଉଛେ ନାଥରେ ଯେକୌଣସି ଜାତିର ବ୍ୟକ୍ତି ହଉ ଯଦି ନାଥ ଧର୍ମ ଗ୍ରହଣ କଲେ ତାହେଲେ ସେ ନାଥ ହେବ ସେମିତି ବୈଷ୍ଣବ ଧର୍ମ ଯେକୌଣସି ସମ୍ପ୍ରଦାୟ ଯେକୌଣସି ଜାତିର ବ୍ୟକ୍ତି ଯଦି ଗ୍ରହଣ କରେ ତାହେଲେ ସେ କଣ ହବ ନା ଦାସ ହେଇଯିବ ଠିକ ଅଛି ତ ଏମାନଙ୍କର ମଧ୍ୟ ସେମିତି ଗୋଟେ ପରମ୍ପରା ଥିଲା ତା ଛଡା ଆଉ କିଛି ଯୋଉ ଆମେ 84 ସିଦ୍ଧାଚାର୍ଯ୍ୟ କହୁଛେ ତା ଛଡା ଆଉ କିଛି ଲୋକମାନଙ୍କର ଅ ରଚନାରୁ ବା ଗବେଷଣାରୁ ତାଲିକା ଆସେ ଯେମିତି କିଛି ଉଦାହରଣ ନିଆଯାଇପାରେ ଏଠି ତାଙ୍କର କିଛି ଲୋକଙ୍କର ଅନ୍ୟ ନାମ ଟିକେ
ଜାଣ जोटा परीक्षा रे आसुची है जेमती लुईपांकर अन्य नाम मच्छांतर मच्छांतर लीलापा जने अछंती बिरूपा है डोंबीपा सबरी बा सबर पा बा सबरी पाद है सरह पाद है तांको ना होची राहुल भद्र मध्य है तापरे होचंती कंकालीपा है तापरे मीनपा मीनपांकर अन्य नाम होची पिला माने वज्रपाद तापरे होचंती गोरक्षपा तापरे गौरांगीपा बीणापा तापरे होचंती शांतिपा ए शांतिपांकर अन्य नाम हैला रत्नाकर बुझी होची शांतिपा को आउ गोटे ना रे जना जाए ता होची कोन रत्नाकर शांति तापरे तंतीपा हैला चर्म रिपा बा चर्म रिपा तापरे आउ जने होचंती खड़गपा नागार्जुनपा कृष्णा चारिपा बा कृष्णा चारिपा बा जहाको आमे कान्हुपाद बोली कहूचे तांकर अन्य नाम कान्हुपाद कृष्णा चारिपा मध्य कहा जाए कर्णरीपा हला कर्णरीपा आमे जहाको कहूचे आर्य देव कर्णरीपा हला तांकर अन्य नाम एटा भी बेले बेले प्रश्न रे आसुची कर्णरीपा अन्य नाम बा अन्य नाम पचारुची हला किछि किछि चर्याकार मानकर जेमती आर्यदेव ठीक अछि तापरे आमर अगणपा तापरे नारोपा शालीपा शालीपांकर अन्य नाम हैला श्रुगालपा द बा श्रुगालपा शालीपांकर अन्य नाम हैला श्रुगालपा बा श्रुगालपाद तिलोपा तापरे छत्रपा भद्रपा है भद्रपांकर अन्य नाम मु जेमती कहउतली भादेपा गोटे आमे पढुतले है भादेपांकर चर्चा केतटी अछि पिला माने गोटे 35 केते नंबर एई 35 चर्या 35 नंबर चर्या ठीक अछि भादेपांकर 35 नंबर चर्या ताकू आमे को ना जानछु ना भद्रपा मध्य आ गोटे ना हला द्विखंडीपा हला ओजो ओजोगीपा तापरे कड़पा कड़पाद तापरे धोबीपा कंकण पाद हला कंबलपा याकू कामली बोली कहा जाए पिला माने जानी थाओ कामली कामली काहाकू कहा जाए ना कंबल पाद को कामली कहा जाए ठीक अछि तापरे तापरे ढेंकीपा तंतीपा तापरे कुकुरीपा हला कुकुजी कुबुजीपा कुकुरीपा कुबुजीपा कुबुजीबा को कुसुली मध्य कहा जाए कुसुली तापरे धर्मपा बा धामपा जहाकू कहा जाउची से होचंती धर्मपा मध्य कहा जाए तांको धामपा तापरे महिपा
तापरे अचिंत्य पा तापरे होचंती बभ हिपा बभहिपा तापरे होची नलिन पा भुसुकुपा भुसुकुपा को पिला माने शांत देव बोली कहा जाए शांत देव भुसुकुपा को शांत देव मध्य कहा जाए तापरे इंद्रभूति है तापरे मेघपाद तापरे कुठारी पाद तापरे कुर्मा कुर्मार पाद तापरे जालंधरी पा तापरे राहुल पा तापरे गर्भ रीपा तापरे धोकड़ी पा मेदिनी पा तापरे तापरे होचंती पंकज पा 52 होचंती घंट पा 53 होचंती जोगी पा 54 होचंती चेलुक पा तापरे गुंडरी पा तापरे होचंती लुंचक पा निर्गुण पा ठीक अच्छे तापर होचंती जयानंदी बा जयानंद पा बा जहाकू आमे कहूछु जयनंदी हैला जयानंद बा जयानंदी पा समान ना तांकर हैला तापरे चर्ष चिपा तापरे होची भीषण पा तापरे होची भलीपा कुमरीपा चरपटीपा तापरे होचंती मणिभद्रा हैला तापरे मेघलापा तापरे होचंती मंखलपा तापरे होचंती कलकलपा तमरो डीपा तापरे होचंती दौड़ीपा तापरे होचंती उधळीपा तापरे होचंती कपाळपा ठीक अछि तापरे होचंती किळपा 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 किळपांक परे होचंती पुष्परपा सर्प भक्षणपा नाग बधी पा तापरे होचंती दारिकपा तापरे होचंती पुतळीपा तापरे होची पनहपा 80 नंबर होचंती कोकिलापा 81 नंबर होचंती अनंगपा तापरे 82 नंबर होचंती लक्ष्मी करापा 83 नंबर होचंती समुद्रपा 84 नंबर होचंती भलीपा ठीक अछि मु समुदाय 84 जनकर ना कहली एवं जो माने विशेष भावरे माने दुईटी नारे परिचित हैला दुईटी नारे परिचित सेई दुईटी परिचित ना मध्य मु कहली ठीक अछि किछि चर्या गीतिका उपरे जो टीका रहिछि से टीका किछि जानो जेमती
ନିର୍ମଳ ନିର୍ମଳ ଗିରା ଟୀକା এটা ଗୋଟେ ଟୀକା। ଚର୍ଯା ଗୀତିକାର ଯୋଉ ଆଲୋଚନା କରାଗଲା କେତେ ମସିହାରେ ଏହା ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା? 1916 ଷୋହଳ। କୋଉ ଟ୍ରଷ୍ଟ ଦ୍ୱାରା? ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ। ଆଚ୍ଛା, ଗୋଟେ ମୁଁ କହିଦଉଛି ଚର୍ଯା ଗୀତିକା ସମ୍ପର୍କରେ। ମନୀନ୍ଦ୍ର ମୋହନ ବସୁ ହେଲା ଗୋଟେ ତାଙ୍କର ବହି ହଉଛି ଚର୍ଯ୍ୟାପଦ। ତାପରେ ଡକ୍ଟର ବିନୟତୋଷ ଭଟ୍ଟାଚାର୍ଯ୍ୟ, ତାଙ୍କର ପୁସ୍ତକ ହଉଛି ସାଧନାମାଳା ହେଲା। କାହାର? ବିନୟତୋଷ ଭଟ୍ଟାଚାର୍ଯ୍ୟ। ଏଇ ଧର୍ମ ଦର୍ଶନ ଏ ଉପରେ ତାଙ୍କର ପୁସ୍ତକ ସାଧନାମାଳା। ଠିକ ଅଛି, ସାଧନା ମାଳା କିଏ ଲେଖିଛନ୍ତି? ବିନୟତୋଷ ଭଟ୍ଟାଚାର୍ଯ୍ୟ। ତାଙ୍କର ଆଉ ଗୋଟେ ହଉଛି ଏନ୍ ଇଣ୍ଟ୍ରୋଡକ୍ସନ ଟୁ ବୁଦ୍ଧିଷ୍ଟ ହିଷ୍ଟୋରିଜିମ୍। An introduction to Buddhist historism। এটা অতি গুরুত্বপূর্ণ গ্রন্থ। ঠিক আছে। हेलो सर। हाँ सर जो 84 सिद्धाचार्यଙ୍କ ମଧ୍ୟରୁ ଜଣେ ନାରୀ ଥିଲେ ତାଙ୍କ ନାଁ କଣ? ଶାନ୍ତି। ଶାନ୍ତିପା। ହେଲା এটা ଜାଣିଲ। এটা ଏ ପୁସ୍ତକ ଗୋଟେ ହଉଛି ସାଧନା ମାଳା ଏନ୍ ହିଷ୍ଟୋରିଜିମ୍ ଟୁ ବୁଦ୍ଧିଷ୍ଟ। ଦେଖିଲ। ତାପରେ ହଉଛି ଡକ୍ଟର ଶଶିଭୂଷଣ ଦାସ ଗୁପ୍ତ। ତାଙ୍କର କିଛି ପୁସ୍ତକ ଏ ଚର୍ଯା ଗୀତିକା ଉପରେ ରହିଛି ହେଲା। ଯେମିତି ବୌଦ୍ଧ ଧର୍ମ ଓ ଚର୍ଯା ଗୀତି। ବୌଦ୍ଧ ଧର୍ମ ଓ ଚର୍ଯା ଗୀତି।
तापरे आ गोटे होउची तांकर पुस्तक इंट्रोडक्शन टू तांत्रिक बुद्धिज्म, इंट्रोडक्शन टू तांत्रिक बुद्धिज्म। क्वेश्चन आसीबो इंट्रोडक्शन टू तांत्रिक बुद्धिज्म पुस्तकर रचयिता किए? डॉक्टर शशिभूषण दास गुप्ता। सुकुमार सेन, तापरे सुकुमार सेन तांकर 1956 मसीहारे जोटा प्रकाश होईची से ग्रंथर ना होची चर्यागीति पदावली। राइट डाउन चर्यागीति पदावली 1956 सुकुमार सेन। ई ग्रंथरे कौन करचंती जो मूल गीति रही जेमती आमर हरप्रसाद शास्त्री हजारे बछरे पुराना बांग्ला गान रे जेमती पुराना गीति गुड़ाक संग्रह करचंती सेटा करिचंती हला एवं एगुड़िकर बंगला अनुवाद ई ग्रंथरे अति पांडित्यपूर्ण भावरे मध्य करा जाई अछि। है विजय चंद्र मजुमदार जहाको बीसी मजुमदार मध्य कहा जाए शुनिथिबो समालोचना जो मन पड़िथिबो 1920 ख्रीष्टाब्द रे तांकर प्रकाशित इंग्राजी जोटा कलिकता विश्वविद्यालय रे पढ़ा जाउथिला हिस्टोरी ऑफ टिपिकल सिलेक्शन फ्रॉम ओडिया लिटरेचर नहीं सेटा तो गोटे क्रिटिकल सिलेक्शन तांकर गोटे पुस्तक रही हां क्या थिला पार्ट 1 और पार्ट 2 गोटे होची ओल्ड लिटरेचर ऊपर आ गोटे होची कोन मीडियावाल लिटरेचर बा मध्यकालीन ओडिया साहित्य ऊपर नहीं ए भंज ए अभिमन्यु मानक ऊपर से लिखिथिले बीसी मजुमदार तांकर ई चर्यागीतिका ऊपर सेमती गोटे पुस्तक रही जोटा 1920 मसीह रे प्रकाश पाइथिला तांकर अति परिचित पुस्तक से होची हिस्टोरी ऑफ बेंगोली लैंग्वेज। एथिरे मध्य चर्यागीतिका उपरे से अति पाखरु से आलोचना करचंती एवं चर्यागीतिका को बंगला भाषार बोली एक प्राचीन रूप बोली से कहिचंती। ठीक अछि तापरे प्रियरंजन सेन तांकर होची ओरिया लिटरेचर हिंदी लेखो ओरिया लिटरेचर हिंदी आर्ली स्टेज एटा पुस्तक होची जोतरे चर्यागीतिका विषय लेखा जाईची एटा को मु गोटे पीपीटी करिकी तुमको ए जो पीपीटी एटा पिला माने पठेई देबी ना एटा मु ए एप्पल आईपैड रे करूची तो एटा सुविधा हबा पठेई देबा पई हला पीडीएफ करिकी सुविधा होची एथरे एटा पठेई देबी हला टेंशन नियोनी आज एबे ही पठेई देबी। एटा होची ओरिया लिटरेचर हिंदी आर्ली स्टेज एटा कहार पुस्तक कहलो प्रियरंजन सेन प्रियरंजन सेन एटा गोटे इंग्राजी पुस्तक जोटा चर्यागीतिका ऊपर पिला माने विशेष भाव रे आलोचना हेची।
तापरे आउ जणे श्री हेम बड़ुआ आउ जणे ए ऊपर लिखिଛନ୍ତି श्री हेम बड़ुआ तांकर पुस्तक होउची आसामीज लिटरेचर। এই পুস্তকରେ ମଧ୍ୟ ସେ ଚର୍ଯା ଗୀତିକା ବିଷୟରେ ଆଲୋଚନା କରିଛନ୍ତି। ତାପରେ ଜୟକାନ୍ତ ମିଶ୍ର ହିଷ୍ଟୋରୀ ଅଫ୍ ମୈଥିଲି ଲିଟରେଚର ହିଷ୍ଟୋରୀ ଅଫ୍ ମୈଥିଲି ଲିଟରେଚର ଏଥିରେ ମଧ୍ୟ ସେ ଚର୍ଯା ଗୀତିକା ଉପରେ ରଚନା ମାନେ କରିଛନ୍ତି। ଏବଂ ଆଉ ଗୋଟେ ହଉଛି ତାଙ୍କର ବୌଦ୍ଧ ଗାନ ଓ ଦୋହା। तापरे आउ जणे होचंती निहार रंजन राय से चर्या गीतिका उपरे लिखिଛନ୍ତି बांगालीर इतिहास बांगालीर इतिहास। ହେଲା डॉक्टर विनायक मिश्र डॉक्टर विनायक मिश्र डॉक्टर विनायक मिश्र ओडिया भाषार इतिहास 1972 एथिरे मध्य चर्या गीतिका उपरे आलोचना हेची। डॉक्टर नीलकंठ दास ओडिया साहित्यर क्रम परिणाम एथिरे मध्य चर्या गीतिका उपरे आलोचना हेची। श्री गोपाल चंद्र प्रहराज पूर्णचंद्र ओडिया भाषाकोश ये जो ग्रंथर जो प्रथम खंडर मुखबंधरे पिला माने चर्या गीति संपर्क रे एथिरे आलोचना करा जाइछि। श्री वृंदावन चंद्र नाथ शर्मा उत्कल साहित्य पत्रिका रे है से किसी चर्या गीतिका संपर्क रे आलोचना करथिले। ठीक अछि। तापरे डॉक्टर करुणाकर कर तांकर हैला गोटे गवेषणात्मक बा प्रथमे गवेषणा करिकी गोटे पुस्तक रचना करथिले कोन बा डिलीट थेसिस तांकर एटा पीएचडी थेसिस नुहे डिलीट थेसिस हैला एटा कोटू ना उत्कल विश्वविद्यालय रो हैला हैला एटा कोन आश्चर्य चर्या चय आश्चर्य चर्या चय। तापरे डॉक्टर आर्तबल्लभ महांती तांकर हिंदी रे रचित उत्कल साहित्यर इतिहास उत्कल साहित्यर इतिहास
ଏକମ ଭାଗ ଓଡ଼ିଆ ହେଲା ଗୋଟେ 2ଟି ପୁସ୍ତକ ରଚନା କରିଥିଲେ। ଡକ୍ଟର ନବୀନ କୁମାର ସାହୁ ବୁଦ୍ଧିଜିମ୍ ଇନ୍ ଓଡ଼ିଶା। ଡକ୍ଟର ନବୀନ କୁମାର ସାହୁ ବିଶିଷ୍ଟ ଐତିହାସିକ ବୁଦ୍ଧିଜିମ୍ ଇନ୍ ଓଡ଼ିଶା। ଡକ୍ଟର ସୂର୍ଯ୍ୟନାରାୟଣ ଦାସ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ଖଣ୍ଡରେ ହେଲା। ଡକ୍ଟର ମାୟାଧର ମାନସିଂ ହିଷ୍ଟୋରି ଅଫ ଓଡ଼ିଆ ଲିଟରେଚର। ଡକ୍ଟର ମାୟାଧର ମାନସିଂ ହିଷ୍ଟୋରି ଅଫ ଓଡ଼ିଆ ଲିଟରେଚର। ଏହା ସାହିତ୍ୟ ଏକାଡେମୀ 1962। ଓଡ଼ିଆ ସାହିତ୍ୟର ଇତିହାସରେ ମଧ୍ୟ ସେ ଲେଖିଛନ୍ତି। ଡକ୍ଟର ବଂଶୀଧର ମହାନ୍ତି ଓଡ଼ିଶାର ବୌଦ୍ଧ ଧର୍ମ ଓ ଓଡ଼ିଆ ସାହିତ୍ୟ ର ଇତିହାସ, ଏଟା ପ୍ରଥମ ଭାଗରେ ଏହା ସବୁ ଚର୍ଯା ଗୀତିକା ଉପରେ ଲେଖିଛନ୍ତି। ଡକ୍ଟର କରୁଣାକର କର ତାପରେ ଖଗେଶ୍ୱର ମହାପାତ୍ର ଚର୍ଯା ଗୀତିକା। ହେଲା ଏଇ ମାନେ ସବୁ ତମର ଚର୍ଯା ଗୀତିକା ଉପରେ ବିଭିନ୍ନ ଗବେଷଣାତ୍ମକ ପୁସ୍ତକ ଲେଖିଛନ୍ତି। ବୁଝିହେଲା? ଆଜ୍ଞା ସାର୍। ସାର୍ କିଛି କିଛି କୁଇଜ ଦେବେ ତ ଗ୍ରୁପରେ? ଠିକ ଠିକ ଅଛି। ଆଚ୍ଛା ଏଇଟା ମତେ କହିବ ହେମବଜ୍ର ପଞ୍ଜିକା ତାପରେ ଯୋଗ ରତ୍ନମାଳା ଏସବୁ ଗ୍ରନ୍ଥର ରଚୟିତା କିଏ? ହେଲା ମତେ ଟିକେ ଖୋଜିକି କହିବ। କୁଇଜ ଦିଆଯିବ ମାନେ ସାର୍ ହଁ ହଁ ହୁଁ କୁଇଜ ତ ଦିଆଯିବ। ସାର୍ ଚର୍ଯା ଗୀତିକା ସରିଗଲା? ନାଇଁ ଆହୁରି ଅଛି। ଆଉ ଅଛି ଯୋଉଟା ତମର ଯୋଉଟା ଧର୍ମୀୟ ବିଷୟରେ ଯୋଉଟା ପ୍ରଶ୍ନ ଆସୁଛି ହେଲା। ଚର୍ଯା ଗୀତିକା ତମର ଓଭରାଲି ଦେଇଛି ବୌଦ୍ଧ ଜ୍ଞାନ ଓ ତହା, କିନ୍ତୁ ଯୋଉ ପ୍ରଶ୍ନ ଯୋଉ ଆମେ ଓପିଏସସି ଦେଖିବା କିମ୍ବା ପିଜିଟି ଏସଏସସି ପିଜିଟି ଦେଖିବା, ଯୋଉ ଭିତରୁ ପ୍ରଶ୍ନ ଆସୁଛି ସେଗୁଡାକ ମୁଁ ଆଉ କିଛି ଅଛି ଯେମିତି ନାଡି ମାନଙ୍କର ନାଁ ହେଲା, ଯୋଉ ଗୁହ୍ୟ ଅର୍ଥ ଗୁଡାକ ଅଛି ହେଲା, ସେ ଅର୍ଥ ଗୁଡିକ ମୁଁ କିଛି ପୁଣି କହିବି। ଉପମା ଅଳଙ୍କାର କୋଉ କୋଉ ଅଳଙ୍କାର ଗୋଟେ ଦିଟା କ୍ୱେଶ୍ଚିନ୍ ଆସୁଛି ହେଲା, ସେଇଟା କୋଉ କୋଉ ଅଳଙ୍କାର କୋଉ କୋଉ ଚର୍ଯା ଗୀତିକାରେ ଅଛି ସେଇଟା ମୁଁ କହିବି। ତମକୁ ମୁଁ 4 ଜଣଙ୍କର ଚର୍ଯା ଗୀତିକା ପଢିକି ଆସିବା ପାଇଁ କହୁଥିଲି। ଯଦି ପଢିଥିବ ତାହେଲେ ଠିକ ହିସାବରେ ତାକୁ ଧରି ପାରିବ। ଠିକ ଅଛି, ଟେକ୍ସଟ ପଢିବାକୁ ପଡିବ ହେଲା।
ଖଗେଶ୍ୱର ମହାପାତ୍ରଙ୍କର ଚର୍ଯ୍ୟା ଗୀତିକା ବହିରେ ସେଇଟା ଅଛି, ସେ ଟେକ୍ସଟ ଗୁଡାକୁ ପଢି ଦେଇଥିବ ହେଲା। ଟେକ୍ସଟ ପଢି ଦେଇଥିଲେ ମୁଁ ଯୋଉଟା ତମର ଆବଶ୍ୟକ ତା ଭିତରୁ ମୁଁ କାଢିକି ତମକୁ ସେଟା ବୁଝେଇ ଦେଲେ ଠିକ ସେ ବୁଝିପାରିବ ହେଲା। ଯେମିତି ଗୋଟେ ଥର ପ୍ରଶ୍ନ ଆସୁଛି ଯେ ଧର ଯଦି ଆମର ଇଡା ପିଙ୍ଗଳା ଯୋଉ ସୁଷୁମ୍ନା ଏସବୁ ନାଡି କଥା କୁହାଯାଇଛି, ତାର ଅନ୍ୟ ନାଁ ପଚାରୁଛି ହେଲା, ତାକୁ ଆଉ କଣ କୁହାଯାଏ, ସେଟା ଯଦି ଆମେ ପଢିନଥିବା ଜାଣିବା କି ଜାଣିପାରିବା ନାହିଁ। ଠିକ ସେମିତି କିଛି ଏମିତି ଟିପିକାଲ ୱାର୍ଡ ଅଛି, ଯେମିତି ମାନେ ଡମ୍ବି କହିଲେ କଣ ହେଲା, ମହା ମାନେ ଆଉ ଆଉ ଯୋଉ ଅଛି ତମର ସେଇ ଯୋଉ ନା ଯୋଉ ଗୋଟେ ନା କି ଚର୍ଯ୍ୟା କି ସେଟା ନାବିକ ନା କଣ ଗୋଟେ ଏମିତି ନାଇଁ ଅଛି। ନୌଚର୍ଯ୍ୟା କି ନୌକା ଚର୍ଯ୍ୟା କି? ହଁ ବାସ୍ ବାସ୍, ନୌକା ଚର୍ଯ୍ୟା ହେଲା। ନୌକା ଚର୍ଯ୍ୟାରେ କିଛି ଯୋଉ ଟିପିକାଲ ୱାର୍ଡ ଅଛି ତାର ଗୃହ ଅର୍ଥ କଣ ପଚାରେ ହେଲା, ଗୋଟେ କୋଟେସନ ଦେଇଦବ ଏହାର ଗୃହ ଅର୍ଥ କଣ, ମାନେ ଯୋଉଟା ଇମ୍ପୋର୍ଟାଣ୍ଟ ଚର୍ଯ୍ୟା ମୁଁ ସେଇଟାର ପିପିଟି କରିକି ପଠେଇଦେବି, ଠିକ ଅଛି। ହଁ ସାର୍, ଆଉ ଏମିତିଆ ଗୋଟେ ଟେଷ୍ଟ ଗୁଡାକ ଦିଅନ୍ତୁ ଗ୍ରୁପରେ, ଆମେ ଦେଲେ ପ୍ରାକ୍ଟିସ ହବ କ୍ୱେଶ୍ଚନ। ଠିକ 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 ଅଛି। ଆଉ ଯୋଉମାନେ କଣ୍ଟିନ୍ୟୁ କରୁଛ ଏମସିକ୍ୟୁ ଭଲ କରୁଛ, ସେଟା କଣ୍ଟିନ୍ୟୁ କର, ଅନ୍ୟମାନଙ୍କର ବେନିଫିଟ ବି ହଉଛି, ତମମାନଙ୍କର ବି ବେନିଫିଟ ହଉଛି, ଗୋଟେ ଅନୁସନ୍ଧିତା ବଢୁଛି, ଠିକ ଅଛି। ଆଉ ତମମାନଙ୍କର କାମରେ ମଧ୍ୟ ଆସିବ।